ଦେଖି ନଥିବେ ଏମିତି ଜାଗାରେ ମୁଁ ଆସିଛି ଆପଣମାନଙ୍କୁ ଦେଖନ୍ତୁ ଖୁସି ଲାଗୁଥିବ ନେଇକି ଯେଉଁଠାରେ ଡାଳ ପତ୍ର ଗଛ ଲତା ଭର୍ତ୍ତି ହେଇଛି ସେଇ ଜାଗାରେ ମୁଁ ଆସୁଛି ଆଉ ଆପଣମାନଙ୍କୁ ମନମୁଗ୍ଧକର ଖୁସି ବିଷୟ ଦେଖାଉଛି। ଦେଖନ୍ତୁ ଆଗକୁ ଦେଖନ୍ତୁ ବୃକ୍ଷଲତା ସାନ ସାନ କିପରି ଭାବରେ ଏଠାରେ ଲଗାଯାଇଅଛି। ଦେଖନ୍ତୁ ଏହି ପରିବେଶ ଆପଣଙ୍କୁ କେମିତି ଲାଗୁଛି ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଦେଖନ୍ତୁ ଦେଖନ୍ତୁ ଆପଣଙ୍କୁ କେମିତି ଲାଗୁଛି ଏହି ପରିବେଶ ନିଶ୍ଚୟ ଆପଣ ମଧ୍ୟ ଆସି ଏହି ଜାଗାରେ ଫଟୋ ଉଠାଇବା ପାଇଁ ଚାହିଁବେ। ମୁଁ ଗୋଟେ ଏମିତି ଜାଗାରେ ଆସିଛି। ଦେଖନ୍ତୁ ଦର୍ଶକ ବନ୍ଧୁ ଦେଖିଲେ ଏଇ ଗଛ ଦେଖିଲେ ଏଇଟା ଗଛ ଆଉ ମଣିଷ ମଧ୍ୟରେ କିପରି ବନ୍ଧୁଭାବ ଅଛି। ଦେଖନ୍ତୁ ମୁଁ ଗଛ ପାଖରେ ଅଛି। ଗଛ ଓ ମଣିଷ ମଧ୍ୟରେ କିପରି ବନ୍ଧୁଭାବ ଅଛି ତାହା ଆପଣମାନେ ଜାଣିପାରୁଛନ୍ତି କି ନାହିଁ। ଦେଖନ୍ତୁ ମୁଁ ଆଉ ଗଛ ବିଷୟରେ କହୁଛି ଏଇ ଗଛ ବିଷୟରେ କହୁଛି। ଦେଖନ୍ତୁ ଏହା ହେଉଛି ତା'ର ମୂଳ ଆଉ ଦେଖନ୍ତୁ ପୁରାପୁରି ଦେଖନ୍ତୁ ଏଇଟା ହେଉଛି ତା'ର ପତ୍ର ଗଛ ନା ଏଇ ମୂଳରୁ ଚେର ଦେଖନ୍ତୁ ମାଟି ଏଇ ମୂଳରୁ ସାର ମିଶା ପାଣି ଚେରରେ ଟାଣି ଆଣେ ଚେରରେ ଟାଣି ଆଣିକି ସେ ଏଇ ପତ୍ର ମାଧ୍ୟମରେ ଏଇ ସୂର୍ଯ୍ୟକିରଣ ପଡ଼ୁଛି। ଦେଖନ୍ତୁ ଏଇଠି ସୂର୍ଯ୍ୟକିରଣ ପଡ଼ୁଛି କଅଁଳିଆ ପତ୍ର ସୂର୍ଯ୍ୟକିରଣ ପଡ଼ୁଛି। ଏଇ ସୂର୍ଯ୍ୟକିରଣ ଦ୍ୱାରା ଏଇ ପତ୍ର ମାଧ୍ୟମରେ ଖାଦ୍ୟ ରନ୍ଧନ କରେ। ଗଛ ମାଟି ତଳୁ ଚେର ମାଧ୍ୟମରେ ସାର ମିଶା ପାଣି ସଂଗ୍ରହ କରି ଉପରକୁ ପତ୍ରରେ ସୂର୍ଯ୍ୟର କିରଣ ଦ୍ୱାରା ବା ସୂର୍ଯ୍ୟର କିରଣ ତାପମାତ୍ରା ଦ୍ୱାରା ଖାଦ୍ୟ ରନ୍ଧନ କରେ।